ଆମର ତ ଆମ ତରଫରୁ ମୁଁ କହିବି ଯେ ଆଗ ପ୍ରଥମେ ମୁଁ କ୍ଷମା ମାଗିବି ଦର୍ଶକମାନଙ୍କୁ ଯେ ଆପଣଙ୍କ ପାଖକୁ ଆମେ ଦୀପାବଳିରେ ଲଢ଼େଇଟିକୁ ଆଣିପାରୁନୁ କେବଳ ସେନ୍ସର ଇସ୍ୟୁ ହେବାରୁ ସେନ୍ସର ଆମକୁ ପ୍ରିଭ୍ୟୁ କରିବା ପାଇଁ ବମ୍ବେ ଛାଡ଼ି ଦେଇଛି ଲଢ଼େଇ ଫିଲ୍ମଟିକୁ ସେଠି ତାପରେ କିଛି ଦିନ ଲାଗିବ ତ ଏଇ ନିକ୍ ଟାଇମ୍ରେ ଆମର ହଲ୍ ବୁକିଂ ହେଇସାରିଥିଲା ଟାଇମ୍ରେ ଯେତେବେଳେ ସାର୍ଟିଫିକେଟ୍ଟା ଆମକୁ ନ ମିଳୁଛି ତ ଆମେ ତ ଆପଣମାନଙ୍କୁ ସେଇଟା ଦର୍ଶାଇ ପାରିବୁ ନାହିଁ ଯେମିତି ଅଶୋକ କହିଲେ ଯେ ଯେଉଁ ଭଳିଆ ଜିନିଷ ଏଠି ଚାଲୁଛି ଆମେ ଆଜ୍ ଏ ନ୍ୟୁ ପ୍ରଡ୍ୟୁସର ମୋତେ ତ ଏତେ କଥା ଜଣା ନଥିଲା ଯେ ଏଠି ଏମିତି ହୁଏ କି କ'ଣ କିନ୍ତୁ ମୁଁ ଯେତିକି ଜାଣିପାରିଲି ଯେ ଆଜି ଯାଏଁ କୌଣସି ପିକ୍ଚରକୁ ରିଭ୍ୟୁ କରିବା ପାଇଁ ବମ୍ବେ ପଠା ହେଇନଥିଲା ତ ମୁଁ ସେଇଆ କହିବି ଯଦି ଲୋକମାନେ ଆକ୍ସେପ୍ଟ କରିପାରୁଛନ୍ତି କାନ୍ତାରା ଲୋକମାନେ ଆକ୍ସେପ୍ଟ କରିପାରୁଛନ୍ତି ବାହାରର ପିକ୍ଚର ବହୁତ ଆନିମଲ୍ ହଉ ଆପଣଙ୍କର ବେଙ୍ଗଲ ଟାଇଗର ହଉ ଏମିତି ବହୁତ ଅନେକ ପିକ୍ଚର ଅଛି ଯେଉଁଟାକି ଆପଣମାନେ ଏଠି ପସନ୍ଦ କରୁଛନ୍ତି ସେଇ ଧାରାରେ ଆମେ ଯଦି ସେମିତିଆ ଗୋଟେ ପିକ୍ଚର କରୁଛୁ ମୋ ପୁଅକୁ ମୁଁ ଇଣ୍ଟ୍ରୋଡ୍ୟୁସ୍ କରୁଛି ଯେଉଁଟାକି ଆପଣ ପିଲାଦିନେ ଜାଣିଥିବେ ଯେ ସିଏ ବାନୁରୀ ହିସାବରେ ବହୁତ ଫେମସ୍ ଥିଲା ଆଉ ବର୍ତ୍ତମାନ ସେ ବଡ଼ ହେଇଛି ତାକୁ ଇଣ୍ଟ୍ରୋଡ୍ୟୁସ୍ କରିବା ପାଇଁ ଯାଉଛୁ ବହୁତ ଗୁଡ଼େ ରିଭ୍ୟୁଜ୍ ବି ଭଲ ଆସିଛି ତା ପାଇଁ ତ ସେଥିପାଇଁ ମୁଁ ଭାବୁଛି କ'ଣ ଗୋଟେ ଅର୍ଚ୍ଚନା ଆସିଥିବ କେଉଁଠୁ ଅର୍ଚ୍ଚନା ଆସିଛି ମୁଁ ଜାଣିନି କିନ୍ତୁ ମୁଁ ଏତିକି ବିଲିଭରେ ଅଛି ଯେ ଆମକୁ ନିଶ୍ଚୟ ରିଭ୍ୟୁରେ ବମ୍ବେରୁ ଭଲ ଇଏ ଆସିବ ମେସେଜ ବହୁତ ଶୀଘ୍ର ଆସିବ ଆଉ କିନ୍ତୁ ଏଇ ପିରିୟଡ଼ଟା ଯେଉଁ ଦୀପାବଳି ପିରିୟଡ଼ଟା ଲୋକମାନେ ଯେତିକି ଉତ୍ସାହ କରିକି ରଖିଥିଲେ ଯେ ଦେଖିବେ ବୋଲି ପିକ୍ଚରଟାକୁ ଏଇ 2-3 ଦିନରେ କିନ୍ତୁ ସେଇଟା ହେଇପାରିଲା ନାହିଁ ଏହା କହିବି ଗୋଟେ ପ୍ରଡ୍ୟୁସର ହିସାବରେ ଫାର୍ଷ୍ଟ ମୁଁ ମେସେଜ ଦେବି ଯଦି ଏଇଭଳିଆ ଓଡ଼ିଆ ପିକ୍ଚର ପ୍ରଡ୍ୟୁସର ମାନେ କରିକିରି ମାନେ ଫିଲ୍ମ ହଲ୍କୁ ଯାଇପାରିବନି ତାହେଲେ ଓଡ଼ିଆ ପିକ୍ଚର କରି କିଛି ଲାଭ ନାହିଁ ଆମେ ବେଟର ହେଉଛି ଆମେ ଖାଲି ଦେଖିବା ଅନ୍ୟମାନଙ୍କ ପିକ୍ଚର ଦେଖିକି ତାଳି ମାରିବା ତାଙ୍କର ହାଉସଫୁଲ୍ କରିବା ଆମର ହାଉସଫୁଲ୍ ଆଉ କରିବାନି ଆମର ଏମିତି କମେଣ୍ଟସରେ ରହିଯିବା ପ୍ରତ୍ୟେକ ପ୍ରଡ୍ୟୁସର ଯେମିତି ମୋ ଭଳିଆ ମୋର ବର୍ତ୍ତମାନ ବେଲ୍ଟ ସାଇଜ୍ଟା କମିଗଲାଣି ପ୍ୟାଣ୍ଟ ସାଇଜ୍ର ମାନେ ମୋର 32ରୁ ବର୍ତ୍ତମାନ 30 ହେଇଗଲାଣି ତ ସେଇଭଳିଆ ଅଣ୍ଟା ସମସ୍ତଙ୍କର ହେଇଯିବ ଯେଉଁମାନେ ପ୍ରଡ୍ୟୁସର ମୋଟା ଅଛନ୍ତି ପ୍ରଥମରୁ ଆସିବେ ସେ ପତଳା ହେଇଯିବେ କିନ୍ତୁ ଫିଲ୍ମଟିକୁ ସମସ୍ତେ ଏମିତି କମେଣ୍ଟସ୍ ମାରିକି ରଖିଥିବେ ଓଡ଼ିଆ ପିକ୍ଚର ଇଣ୍ଡଷ୍ଟ୍ରିରେ ଆଉ ଓଡ଼ିଆ ପିକ୍ଚର ଉଠିବନି ତେଣୁକରି ଯାହା ବି ହେଇଯାଉ ଲଢ଼େଇ ଚାଲିଛି ତ ଚାଲିବ ମୁଁ ଲଢ଼େଇ କରିକିରି ତ ଯାହା ହେଲେ ବି ୱିନ୍ କରିବାକୁ ଚେଷ୍ଟା କରୁଛି ଅର୍ଜୁନ ହେବାକୁ ଚେଷ୍ଟା କରୁଛି ଅଭିମନ୍ୟୁ ତ ମୁଁ ନୁହଁ ଭାବୁଛି ଯେ ଆପଣଙ୍କୁ ଆଗାମୀ ଦିନରେ ଦେଇପାରିବି ବୋଲି ଯଦି ଆମର ସେନ୍ସର ସାର୍ଟିଫିକେଟ୍ ଆମକୁ ଦେଇପାରିଲା ତା ପାଇଁ ବହୁତ ଦୁଃଖିତ ୱାନ୍ସ ଏଗେନ୍ ଆଉ ଧନ୍ୟବାଦ ମିଡ଼ିଆ ଭାଇମାନଙ୍କୁ ଯେଉଁମାନେ ଆସିକିରି ଆମର ଦୁଃଖଟା ବୁଝୁଛନ୍ତି ଆଉ ବାହାରେ ସେଟାକୁ ଆପଣ ଦେଇପାରିବେ ଥ୍ୟାଙ୍କ ୟୁ